ଅସୁର ଥିଲା ତାକୁ ଶିବ କଣ କରିଥିଲେ ଏଇ ପିନାକ ଧନୁରେ ତାକୁ କଣ କରିଥିଲେ ନା ତା ପ୍ରାଣ ନେଇଥିଲେ ହେଲା। ତମେ ଏ ଷ୍ଟୋରି ଜାଣିଛ ନା ଜାଣିନ? ଜାଣିଛୁ ମ୍ୟାମ୍। ମୁଁ କହିଥିଲି ଥରେ ନା ନାଇଁ? ମୁଁ ସେଦିନ ବୋଧେ କହିଥିଲି ଯେ ତ୍ରିପୁରାସୁର ଥିଲା ତାକୁ ଶିବ କଣ କରିଥିଲେ ଏ ଧନୁରେ ତାକୁ ନିଧନ କରିଥିଲେ। ଏ ଧନୁଟାକୁ କାହାକୁ ଦେଇଥିଲେ ନା ପରଶୁରାମଙ୍କୁ ସାଇତି ରଖିବା ପାଇଁ ଦେଇଥିଲେ। ପରଶୁରାମ ତାକୁ ସଂରକ୍ଷିତ ଭାବରେ କାହାକୁ ଦେଇଥିଲେ ନା ଏଇ ଯୋଉ ଜନକ ରାଜାଙ୍କୁ ଦେଇଥିଲେ। ଜନକ ରାଜା ତାଙ୍କର ପୁତ୍ରୀର ବିବାହ କାର୍ଯ୍ୟରେ ସେ ଧନୁଟାକୁ କଣ କରିଛନ୍ତି ନା ପ୍ରୟୋଗ କରିଛନ୍ତି ହେଲା। ତ କହୁଛନ୍ତି ତାହା ଦେ ଭାଙ୍ଗିଲୁ ତୁ ଦୁଇ ଖଣ୍ଡ କରି। ଏଇ ଯୋଉ ଧନୁ ତ୍ରିପୁରାସୁର ଯୋଉଥିରେ ପ୍ରାଣ ହାରିଥିଲା ସେ ଧନୁ ତୁ କେମିତି ଦୁଇ ଖଣ୍ଡ କରିକି ଭାଙ୍ଗିଲୁ ବୋଲି କହୁଛନ୍ତି। ତାପରେ ଦେଖିବା 12 ନମ୍ବର ପେଜ। ଦଶରଥ ବୋଲନ୍ତି ତୁ ଶୁଣସି ଶ୍ରୀରାମ ପ୍ରସୁଧରଟି କ୍ଷତ୍ରିୟଙ୍କର ତମ ହେଲା। କହୁଛନ୍ତି ଦଶରଥ କଣ କହୁଛନ୍ତି ନା ଦଶରଥ ବୋଲୁଛନ୍ତି ତୁ ଶୁଣସି ଶ୍ରୀରାମ। ତାଙ୍କ ପୁତ୍ରକୁ ଦଶରଥ କହୁଛନ୍ତି ଏ ରାମ ତମେ ଶୁଣ ହେଲା। ଏଇ ପ୍ରସୁଧରଟି ହଉଛନ୍ତି କ୍ଷତ୍ରିୟଙ୍କର ତମ। କ୍ଷତ୍ରିୟ ଯେତେ ସବୁ କ୍ଷତ୍ରିୟ ମାନେ ଅଛନ୍ତି ଏ କ୍ଷତ୍ରିୟଙ୍କର ତମ ବା ସମସ୍ତଙ୍କ କ୍ଷତ୍ରିୟ ମାନଙ୍କ ଠାରୁ ଇଏ କଣ ହଉଛନ୍ତି ଶ୍ରେଷ୍ଠ ହେଲା। ଏହାଙ୍କ ଚରଣେ ତୁ ନମସ୍କାର କର। ଏହାଙ୍କ ଚରଣେ ତୁ ନମସ୍କାର କର। ଯେହେତୁ ରାମଚନ୍ଦ୍ର କଣ ଏଇ ପରଶୁରାମଙ୍କୁ ଚିହ୍ନି ନାହାନ୍ତି ଆଉ ସେ କେତେ କ୍ରୋଧୀ ମଧ୍ୟ ଇଏ ଜାଣି ନାହାନ୍ତି ହେଲା। ସେ କଣ କହୁଛନ୍ତି ତାଙ୍କ ପୁତ୍ରକୁ ଏଇ ଯୋଉ ତାଙ୍କ ଶିର ଖଣ୍ଡନ କରିଦେବେ ସେଥିପାଇଁ ରାଜା ଦଶରଥ ଡରି ଯାଇକି କଣ କରୁଛନ୍ତି ଆଗୁଆ ସତର୍କ କାହାକୁ କରିଦଉଛନ୍ତି ନା ରାମଚନ୍ଦ୍ରକୁ କହି ଦଉଛନ୍ତି କି ନା କଣ ଇଏ ହଉଛନ୍ତି କ୍ଷତ୍ରିୟ ମାନଙ୍କର ତମ। ଇଏ ସବୁଠାରୁ ମାନେ କ୍ଷତ୍ରିୟ ମାନଙ୍କ ଭିତରେ ଶ୍ରେଷ୍ଠ ବା ଇଏ ଶ୍ରେଷ୍ଠ କ୍ରୋଧୀ ବୋଲି ପିଲାମାନେ ତମ ଶବ୍ଦର ଅର୍ଥ କ୍ରୋଧୀ ବୋଲି ଜାଣ ହେଲା। କ୍ଷତ୍ରିୟ ମାନଙ୍କ ଭିତରେ ଇଏ ସବୁଠାରୁ କ୍ରୋଧୀ ଅଛନ୍ତି ଆଉ ଏହାଙ୍କ କ୍ଷତ୍ରିୟ ଚରଣୀକୁ ମାନଙ୍କୁ ନମସ୍କାର ରାଗନ୍ତି କରିବ। ହେଲା। ତମ କଣ ମାନେ ତମ ଗୁଣ ହଉଛି ମାନେ ରାଗିବା ଗୁଣ ହେଲା। ତମ ହଁ ଗୁଣ ହଉଛି କ୍ରୋଧୀ ଶବ୍ଦର ଅର୍ଥ ବି ସମାନ ହବ ନା ହବନି? ଠିକ ସେଇଆ। ତମ ଆଚ୍ଛା ଗୁଣ ସାର୍ ମାନେ ହଁ ରାଗିବା ଯାହା କ୍ରୋଧୀ ସେଇଆ ସମାନ ନୁହେଁ କି? ହଁ ତମ ଗୁଣ ତମ 3ଟା ଗୁଣ ଅଛି ଯୋଉ ଆମର ତା ଭିତରୁ ରଜ ତମ ଆଉ ସତ୍ୱ ଗୁଣ ହେଲା। ତମ ଗୁଣ ହଉଛି ମାନେ ରାଗିବା ଗୁଣ ହେଲା ଯୋଉଟା ମଣିଷକୁ କ୍ରୋଧୀ କରେ। ଅର୍ଥାତ୍ କ୍ଷତ୍ରିୟ ମାନଙ୍କୁ 17 ଥର ଏ ପୃଥିବୀରୁ ନିଶ୍ଚିହ୍ନ କରିଦେବାର ସଂକଳ୍ପ ନେଇଥିଲେ କିଏ ନା 21 ପରଶୁରାମ। ଥର 17 ଥର ନୁହେଁ। ହଁ 21 ଥର ହଁ ପରଶୁରାମ ନେଇଥିଲେ ଏବଂ ତେଣୁକରି କ୍ଷତ୍ରିୟ ମାନଙ୍କୁ ସେ ରାଗନ୍ତି ନା। କ୍ଷତ୍ରିୟ ହଁ ମାନଙ୍କର ସେ ଶତ୍ରୁ। ଠିକ ଅଛି ଚାଲୁ। ସେ କଣ କହୁଛନ୍ତି ନା ପ୍ରସୁଧରଟି ହଉଛି ପ୍ରସୁଧରଟି ପିଲାମାନେ କହିଲେ କି ପରଶୁରାମଙ୍କ କଥା କହୁଛନ୍ତି। ଏ ଏଟା ପରଶୁଧରଟି ପରଶୁ କ୍ଷତ୍ରିୟ ପରଶୁ ମାନଙ୍କ ତମ ଅର୍ଥାତ୍ କ୍ଷତ୍ରିୟ ମାନେ ଯେତେ ସମସ୍ତେ ଅଛନ୍ତି ସମସ୍ତଙ୍କ ମଧ୍ୟରେ ଇଏ ହଉଛନ୍ତି କ୍ରୋଧୀ ବୋଲି କହୁଛନ୍ତି ହେଲା। ଏହାଙ୍କ ଚରଣେ ତୁ ନମସ୍କାର କର ଏହା କଲ୍ୟାଣେ ତୋତେ ଐଶ୍ୱର୍ଯ୍ୟ ଅପାର। କହୁଛନ୍ତି ଏହାଙ୍କ ଚରଣେ ଯଦି ତୁ ଆଙ୍କ ଚରଣରେ ନମସ୍କାର କରୁ ଆଉ କଣ ହବ ଯଦି ତୁ ନମସ୍କାର କରିବୁ ତାଙ୍କ ରାଗ ଥଣ୍ଡା ହବ ଆଉ ହେଲା ପରେ କଣ ହବ ନା ଇଏ ତତେ କଣ କରିବେ କଲ୍ୟାଣ କରିବେ ବା ତତେ ଆଶୀର୍ବାଦ ଦେବେ ଯାହା ଫଳରେ ତୁ ତୋ ସାରା ଜୀବନ କଣ ଐଶ୍ୱର୍ଯ୍ୟରେ ବିତାଇବୁ। ଐଶ୍ୱର୍ଯ୍ୟ ଧନ ସମ୍ପତ୍ତିରେ ବା ସୁଖରେ ସୁଖ ଶାନ୍ତିରେ ତୋ ଜୀବନ କଣ କରିବୁ ନା ବିତେଇବୁ ବୋଲି କହୁଛନ୍ତି ହେଲା। ତାପରେ କହୁଛନ୍ତି ଶୁଣିଲେ ଶ୍ରୀରାମ ପିତାଙ୍କର ଏସନକ ବାଣୀ ସୁକାସନୁ ଓହ୍ଲାଇ ଆସନ୍ତି ରଘୁମଣି। ଯେତେବେଳେ ପିତାଙ୍କର ଏହି ବାଣୀ ସତର୍କ ବାଣୀ ଯେତେବେଳେ ଶୁଣି ଦେଇଛନ୍ତି ଶ୍ରୀରାମ ସେତେବେଳେ କଣ ହେଇଛନ୍ତି ଆଜିକାଲି ଛୁଆ ମାନେ ପିତାମାନଙ୍କ କଥା ଶୁଣନ୍ତି ନାହିଁ କିନ୍ତୁ ଆଗରୁ କଣ ହଉଥିଲା ସବୁବେଳେ ପୁତ୍ର ହଉ ପୁତ୍ରୀ ହଉ ସବୁବେଳେ କଣ ନା ପିତା ମାତାଙ୍କ କଥା ଶୁଣୁଥିଲେ। ଏଇଠି ତମେ ଦେଖୁଛ ଯେତେବେଳେ ପିତା ଏକଥା କହିଛନ୍ତି ଦଶରଥ କଣ ତାଙ୍କ କଥାକୁ ସମ୍ମାନ ଜଣେଇକି କଣ ହେଲେ ନା ଦେଖ ଶୁଣିଲେ ଶ୍ରୀରାମ ପିତାଙ୍କ ପିଲାମାନେ କଣ ସୁକାସନ କହିଲେ ରଥ। ଶୁଭା ଯାଉଛି ତ ମୋ ଭଏସ? ମ୍ୟାମ୍ ମଝିରେ ଟିକେ ଭୂମି ଟାୱାର ନାଇଁ ପାଇଲା। ଆଚ୍ଛା ଏବେ ଶୁଭା ଯାଉଛି ତ? କୋଉଠୁ ଶୁଣି ପାଇଲନି କହିଲ ମତେ? ମ୍ୟାମ୍ ଇଟା ଆଉ ଥରେ କହିଦଉ। କୋଉଟା କୁହ ତ? ଶୁଣିଲେ ଶ୍ରୀରାମ ପିତାଙ୍କର
ଓହୋ ହଁ ସେଇଗୋଟା ହିଁ କହୁଛି ଶୁଣ। ଶୁଣିଲେ ଶ୍ରୀରାମ ପିତାଙ୍କର ଏସନକ ବାଣୀ ସୁକାସନୁ ଓହ୍ଲାଇ ଆସନ୍ତି ରଘୁମଣି ହେଲା। ଯେତେବେଳେ ପିତାଙ୍କର ବାଣୀ ଶୁଣିଛନ୍ତି, ପିତା ଯୋଉ କଥା କହିଲେ କି ଯାଇକି ପରଶୁରାମକୁ ନମସ୍କାର କର ବା ପ୍ରଣାମ କର ବୋଲି କହିଲେ, ଏକଥା ଶୁଣିକି ପୁତ୍ର ସମ୍ମାନ ଜଣେଇକି ସୁକାସନ କହିଲେ ରଥରୁ ହେଲା। ସୁକାସନ ଶବ୍ଦର ଅର୍ଥ ଲେଖ। ରଥରୁ ଓହ୍ଲାଇ ଆସିକି ରଘୁମଣି କହିଲେ, ରଘୁବଂଶର ସନ୍ତାନ ହଉଛନ୍ତି ଶ୍ରୀରାମ। ସେ କଣ ହେଲେ ରଥରୁ ଓହ୍ଲେଇ ଆସୁଛନ୍ତି ପିତାଙ୍କର ଏଇ ବାଣୀ ଶୁଣିକି। ତାପରେ କଣ କରୁଛନ୍ତି ନା ଶ୍ରୀରାମ ସୀତାଙ୍କୁ ଛାଡି ତଳେ ଉଭା ହୁଅନ୍ତି। ତୁମ୍ଭେ ପରଶୁରାମ ବୋଲିଣ ବୋଲନ୍ତି ହେଲା। ଶ୍ରୀରାମ କଣ ହେଲେ, ଯୋଉ ରଥରେ ତାଙ୍କ ପତ୍ନୀ ସୀତାଙ୍କ ସହିତ ବସିଥିଲେ ସୁକାସନ ଉପରେ, ସେ ରଥରୁ ଯେତେବେଳେ ପିତାଙ୍କର ଏଇ ବାଣୀ ଶୁଣୁଛନ୍ତି, ସେତେବେଳେ କଣ ହଉଛନ୍ତି ନାଇଁ ସୁକାସନ ଓହ୍ଲେଇ ଆସୁଛନ୍ତି, ତଳେ ଉଭା ହଉଛନ୍ତି, ତଳେ ପ୍ରକଟ ହଉଛନ୍ତି। ଆଉ କଣ କହୁଛନ୍ତି, ତୁମ୍ଭେ ପରଶୁରାମ। ତାଙ୍କୁ ପ୍ରଶ୍ନ କରୁଛନ୍ତି ପରଶୁରାମଙ୍କୁ, ତୁମେ କଣ ତୁମେ ହଉଛ ପରଶୁରାମ ବୋଲି ତାଙ୍କୁ ପ୍ରଶ୍ନ କରୁଛନ୍ତି ହେଲା। ତାପରେ କହୁଛନ୍ତି, ଅପାର କାଳର ତ ପୁରାତନ ଋଷି ଶୁଣିଥିଲୁ ଆମ୍ଭେ ଦେଖିଲୁନି ଆସି। ରାମ କଣ କହୁଛନ୍ତି ପରଶୁରାମଙ୍କୁ ନା, ତମେ ହଉଛ ଅପାର, ତମେ କେଉଁ ଅସୀମ କାଳର ବା କେଉଁ ପୁରାତନ କହିଲେ କେଉଁ ପ୍ରାଚୀନ କାଳର ତମେ ହଉଛ ଋଷି। ମୁଁ ତମ ବିଷୟରେ ବହୁତ ଶୁଣିଥିଲି, ତମ ପରାକ୍ରମ ଆଉ ତମେ ମାନେ କଣ ଭଲ ଋଷି ବୋଲି ଜଣେ, ତମ ପରାକ୍ରମ ବହୁତ ଶୁଣିଥିଲି ଆଗରୁ। ଆଜି କଣ ହେଲି, ଆଜି ଆପଣଙ୍କୁ ସୋ ଦୃଷ୍ଟିରେ ଆଜି ନିଜ ପାଖରେ ଦେଖିଲି ବୋଲି କହୁଛନ୍ତି। ତାପରେ କଣ କହୁଛନ୍ତି ନା, କେବଳ କାରଣେ ଅଇଲ ତପବନ୍ତ କହସି କଥା ତୋର ଶୁଣିମାକ ତଥ୍ୟ। କେବଳ କେଉଁ କାରଣରେ ଅଇଲ ମାନେ ଆସିଲ, ତପବନ୍ତ ଯିଏ ତପନୀତି ଯିଏ ତପସ୍ୟା କରନ୍ତି ତାଙ୍କୁ ତପବନ୍ତ ବୋଲି କୁହାଯାଏ ହେଲା। କହୁଛନ୍ତି କେବଳ କାରଣ, କେଉଁ କାରଣରେ ଆପଣ ଏଠାକୁ ଆସିଲେ, ଆଉ କହସି ତୋର ଶୁଣିମାକ ତଥ୍ୟ, ଆପଣ କୁହନ୍ତୁ କଣ ପାଇଁ ଏଠାକୁ ଆସିଲେ, ସେ କଥା ଆଉ କଥାର କାରଣ ଆପଣ କୁହନ୍ତୁ, ମୁଁ ଶୁଣିବି ବୋଲି ରାମଚନ୍ଦ୍ର କହୁଛନ୍ତି। ତାପରେ କହିଛି ଶୁଣ, ରାମ ବୋଇଲେ ଶୁଣ ଭୃଗୁପତି କରସି ଯେ ଅବା ତୋହର ମିଳଇ ଯୁଗତି ହେଲା। କଣ କହୁଛନ୍ତି, ରାମ ବୋଇଲେ, ରାମ କହୁଛନ୍ତି ଶୁଣ ଭୃଗୁପତି। ଭୃଗୁ ବଂଶର ସନ୍ତାନ କିଏ ଥିଲେ, ପରଶୁରାମ ଥିଲେ। ସେ କହୁଛନ୍ତି ଭୃଗୁପତି, ରାମ ବୋଇଲେ ଶୁଣ ଭୃଗୁପତି କରସି ଯେ ଅବା ତୋହର ମିଳଇ ଯୁଗତି, ମାନେ ଆପଣଙ୍କୁ ଯୋଉଟା ଠିକ ଲାଗେ, ଯଦି ଆପଣ ଆସିଛନ୍ତି କୌଣସି କାରଣ ହେତୁ ଆସିଥିବେ ଏଠାକୁ, ଯଦି ଆପଣଙ୍କୁ ଯେଉଁ କାରଣଟା ଠିକ ଲାଗୁଛି, ମିଳଇ ପିଲାମାନେ କହିଲେ ଯେଉଁଟା ଠିକ ଲାଗୁଛି ହେଲା, ଯୁଗତି କହିଲେ ଯୋଉଟା ଆପଣଙ୍କୁ ଯୁକ୍ତି ସଙ୍ଗତ ଲାଗୁଛି ଆପଣ ସେଇଟା କରନ୍ତୁ ବୋଲି ପରଶୁରାମଙ୍କୁ ରାମଚନ୍ଦ୍ର କହୁଛନ୍ତି ହେଲା। ଏହେ ମୋର ଶିର ଛେଦିବୁ କୋଠାରେ ତତେ କୋପ ମନ ନାହିଁ ମୋର ପ୍ରସୁଧରେ। କହୁଛନ୍ତି ଏ ମୋର ଶିର ମାନେ ମୋ ମୁଣ୍ଡରୁ ମାନେ ମୋ ଦେହରୁ ମୁଣ୍ଡଟାକୁ ଅଲଗା ଯଦି କରିବାକୁ ଚାହୁଁଛୁ, ମତେ ଯଦି ହାଣିବାକୁ ଚାହୁଁଛୁ, ତାହେଲେ ହାଣିଦେ ବୋଲି କହୁଛନ୍ତି କୋଠାରେ ହେଲା। କୁରାଢିରେ ମତେ ତାହେଲେ ତୁ ହାଣିଦେ। ତତେ ମୋ ମନରେ ଟିକେ ହେଲେ କ୍ରୋଧ ନାହିଁ ପିଲାମାନେ, ଟିକେ ହେଲେ ମୁଁ ତତେ ରାଗ କରେ ନାହିଁ ପ୍ରସୁଧର ହେଲା। ପରଶୁରାମ କହୁଛନ୍ତି ଏ ପ୍ରସୁଧର, ମୁଁ ତମକୁ ଟିକେ ହେଲେ ବି ରାଗିବି ନାହିଁ। ତମେ ମତେ କଣ କର, ଯଦି କୋପ କରୁଛ ତାହେଲେ ମତେ କଣ କର ନା, ମତେ ହାଣିଦିଅ ବୋଲି କହୁଛନ୍ତି ହେଲା। ତାପରେ ଶୁଣ, ଗୋରୁ ବ୍ରାହ୍ମଣେ ମୁଁ ନ କରଇ ରୋଷ ତେଣୁ ସେ କୋପ ତତେ ନାହିଁ ଅମରିଷ। କହୁଛନ୍ତି ଗୋରୁ ବ୍ରାହ୍ମଣ, ଗୋରୁ ପିଲାମାନେ ତାଙ୍କର ତ ପାଟି ଫିଟେ ନା, ତ ସେଇ ଜନ୍ତୁ ମାନଙ୍କୁ, ସେଇ ପ୍ରାଣୀ ମାନଙ୍କୁ କେହି ରୋଷ କରିବା ଉଚିତ ନୁହେଁ ହେଲା। ତ ସେଥିପାଇଁ ରାମଚନ୍ଦ୍ର କହୁଛନ୍ତି ଗୋରୁ ମାନଙ୍କୁ ଆଉ କାହାକୁ ନା, ବ୍ରାହ୍ମଣ ଲୋକମାନଙ୍କୁ ବେଦ ମନ୍ତ୍ର ପଢନ୍ତି। ତ ଏଇ ଦୁଇ ଜଣଙ୍କୁ ଛାଡିଦେଲେ, ଏଇ ଦୁଇ ଜଣଙ୍କ ପାଖରେ କଣ ରୋଷ କରନ୍ତିନି, ରାମଚନ୍ଦ୍ର ଏଇ ଦୁଇ ଜଣଙ୍କ ପାଖରେ କେବେ ରାଗନ୍ତି ନାହିଁ। ଯଦି ସେ କିଛି ତାଙ୍କର ବି ଭୁଲ ଥାଉ ନା କି ବା ଠିକ ଥାଉ, ସେ ୟାଙ୍କୁ ଯାହା ଦଣ୍ଡ ଦେବେ ସେ କଣ କରନ୍ତି ନା, ମଥା ପାତିକି ସହିଯାଆନ୍ତି ହେଲା। ତାପରେ କହୁଛନ୍ତି ତେଣୁ ସେ କୋପ ତତେ ନାହିଁ ଅମରିଷ, ଯଦି ଆପଣ ମତେ ମାରିବାକୁ ଚାହୁଁଛନ୍ତି ମାରି ଦିଅନ୍ତୁ, ଯେହେତୁ ଆପଣ ବ୍ରାହ୍ମଣ ଅଛନ୍ତି ତ ମୁଁ ଆପଣଙ୍କୁ କୋପ କରିବି ନାହିଁ, ମୁଁ ଆପଣଙ୍କୁ ରାଗିବି ନାହିଁ। ଅମରିଷ କହିଲେ ପିଲାମାନେ ଈଶ୍ୱର ବା ପରଶୁରାମଙ୍କୁ ଏଠାରେ କହୁଛନ୍ତି ହେଲା। ପିଲାମାନେ ବୁଝିପାରୁଛ ନା ନାଇଁ? ହଁ ହଁ ମ୍ୟାମ୍। ମ୍ୟାମ୍। ଆଚ୍ଛା, ଯାହା ବୋଲିବୁ ତାହା ପାଳିବ ହିଁ ଆଜ୍ଞା, ଅଳପ ମାତ୍ରେ ମୁଁ ନ କରିବି ଅବଜ୍ଞା ହେଲା। କହୁଛନ୍ତି ଯାହା ବୋଲିବୁ, ଏଇଟା ତ ପ୍ରାଚୀନ ଶବ୍ଦ ନା, ତ ସେତେବେଳେ ପିଲାମାନେ ତୁ ତା କରିକି ମାନେ କଥାବାର୍ତ୍ତା, ଋଷି ହେଲେ ବି କି ରାଜା ହେଲେ ବି
ତାଙ୍କଠାରୁ ତଳ ଉତ୍ପାଦରେ ଯୋଉମାନେ ଥାଆନ୍ତି ତାଙ୍କୁ ତୁ ତା ବି କରନ୍ତି ହେଲା। ତ ଇଏ ସେୟା କହୁଛନ୍ତି ଯାହା ବୋଲିବୁ ତାହା ପାଳିବଇ ଆଜ୍ଞା, ଯାହା କହିବ ତାହାର ମୁଁ ଆଜ୍ଞା ପାଳନ କରିବି ବୋଲି କହୁଛନ୍ତି। ଆପଣ ଯାହା କହିବେ, ଆପଣ ଏଠାକୁ କଣ ପାଇଁ ଆସିଛନ୍ତି? ଯଦି ମତେ ହାଣିବାକୁ ଚାହୁଁଛନ୍ତି ତ ମତେ ମାରି ଦିଅନ୍ତୁ, ଆଉ ଯଦି ଯାହା ଆପଣ କହିବେ ମୁଁ ତାହା ଆପଣଙ୍କ କଥା ମାନିବି ବୋଲି କହୁଛନ୍ତି ହେଲା। ଅଳପ ମାତ୍ରେ ମୁଁ ଅଳପ ଟିକେ ହେଲେ ବି ଅବଜ୍ଞା କରିବି ନାହିଁ, ମୁଁ ଆପଣ ଯାହା କହିବେ ମୁଁ ଆପଣଙ୍କ କଥା ମାନିବି ବୋଲି କହୁଛନ୍ତି ରାମଚନ୍ଦ୍ର। ତାପରେ କହୁଛନ୍ତି ଶ୍ରୀରାମର ବଚନ ଏସନଙ୍କ ଆର୍ତ ଶୁଣି ଧନୁ ବଢାଇ ଦେଲେ ଭୃଗୁମଣି। କହୁଛନ୍ତି ଶ୍ରୀରାମଙ୍କ ବଚନ ଏସନଙ୍କ ଆର୍ତ ଶୁଣି, ପିଲାମାନେ ଆର୍ତ ହଉଛି ଭକ୍ତି। ଶ୍ରୀରାମଙ୍କ କଥାରେ ସେ ଭକ୍ତି ଦେଖିଲେ କି ପରଶୁରାମ ତାଙ୍କ କଥାରେ ଯେତେବେଳେ ଭକ୍ତି ଦେଖୁଛନ୍ତି ସେତେବେଳେ କଣ ହଉଛନ୍ତି, ଆଉ ତାଙ୍କ ମୁଣ୍ଡରୁ ଶିରକୁ, ତାଙ୍କ ଦେହରୁ ଆଉ ଶିରକୁ ସେ ଅଲଗା କରୁ ନାହାନ୍ତି ହେଲା। ଏଇ ତାଙ୍କ କଥାରେ ସେ ଆର୍ତ ଶୁଣୁଛନ୍ତି, ଭକ୍ତି ଶୁଣୁଛନ୍ତି। ପରଶୁରାମଙ୍କ ପ୍ରତି ରାମଚନ୍ଦ୍ରଙ୍କ ମନରେ ଭକ୍ତି ଅଛି ହେଲା। ତାପରେ କହୁଛନ୍ତି ଧନୁ ବଢାଇ ଦେଲେ ଭୃଗୁମଣି। ଭୃଗୁମଣି କଣ ହେଇଛି, ପରଶୁରାମ କଣ କରୁଛନ୍ତି, ହେଲେ ତାଙ୍କ କଣ୍ଠରେ ଏପରି ଆର୍ତ ଶୁଣୁଛନ୍ତି ସେତେବେଳେ କଣ ଧନୁ ବଢାଇ ଦଉଛନ୍ତି, ତାଙ୍କ ପ୍ରାଣ ନବା ବଦଳରେ ତାଙ୍କ ହାତରେ ଧନୁ ବଢେଇ ଦଉଛନ୍ତି ହେଲା। ତାପରେ କଣ କହୁଛନ୍ତି, ଏଇ କୋଦଣ୍ଡ ଯେବେ ଦେଇପାରୁ ଗୁଣ, ଜାଣିବା ତୋହର କେତେ ଅଛି ପ୍ରାଣ ହେଲା। କହୁଛନ୍ତି ପ୍ରାଣ, ପିଲାମାନେ ପ୍ରାଣ ଶବ୍ଦର ଅର୍ଥ ଲେଖ ଶକ୍ତି, ଏଠି ଜୀବନ ହବନି ହେଲା। ପ୍ରାଣ ଶବ୍ଦର ଅର୍ଥ ହଉଛି ଶକ୍ତି। କହୁଛନ୍ତି ଏ କୋଦଣ୍ଡ, ଏ ଧନୁରେ ଯେବେ ଦେଇପାରୁ ଗୁଣ, ଗୁଣ କହିଲେ ପିଲାମାନେ ସୂତା ଲେଖ। ଯୋଉ ଧନୁ ମଧ୍ୟରେ ଯୋଉ ଗୋଟେ ସୂତା ନଥାଏ, ସୂତା ଦେହରେ କଣ ତୀରକୁ ବସେଇକି ମାରନ୍ତି ଲକ୍ଷ୍ୟ ସ୍ଥାନକୁ, ଯେଉଁ ସ୍ଥାନରେ ଆମର ଶିର ଯୋଉ ଧନୁକୁ ଭେଦ କରିବାର ଥିବ ହେଲା। ଗୁଣ କହିଲେ ସୂତା। ଧନୁ ମଧ୍ୟରେ ଯୋଉ ସୂତା ଲାଗେ ତମେ ଦେଖିଛ ନା ଦେଖିନ? ଦେଖିଛୁ ମ୍ୟାମ୍। ହେଲା, ସେଇ ଗୁଣଟାକୁ କହୁଛନ୍ତି ସୂତା ହେଲା। ଗୁଣର ଶବ୍ଦ ଅର୍ଥ ହଉଛି ସୂତା। କହୁଛନ୍ତି ଏ କୋଦଣ୍ଡ, ଏ ଧନୁରେ ଯିବେ ଦେଇପାରିବୁ ତୁ ଗୁଣ, ଯଦି ଏଇ ଧନୁରେ ତୁ ସୂତାକୁ ଲଗେଇ ପାରିବୁ ହେଲା। ଏଇ ଯୋଉ କିଏ କହିଲ, ଜନକ ରାଜା ବି ସେଇ ସର୍ତ୍ତ ରଖିଥିଲେ, କଣ ଧନୁରେ ସୂତାକୁ ଲଗେଇବାର, ଗୁଣ ଯଦି ବସେଇ ପାରିବ କିଏ। କିନ୍ତୁ ସେ ଗୁଣ ବସେଇବାକୁ ଗଲା ମାତ୍ରକେ କଣ ହେଲା, ଧନୁ ଭାଙ୍ଗିଗଲା। ରାମଙ୍କର ଅର୍ଥ ନଥିଲା କି ଧନୁଟାକୁ ଭାଙ୍ଗିବାକୁ ହେଲା। ତ ଏଠି ବି ସେଇ କଥା କହୁଛି, ଯଦି ତୁ ଗୁଣ ଦେଇପାରିବୁ ତାହେଲେ ଜାଣିବା ତୋ ଦେହରେ କେତେ ଅଛି ପ୍ରାଣ, ତୋ ଦେହରେ କେତେ ଶକ୍ତି ଅଛି। ଯଦି ସୂତା ଲଗେଇ ପାରିବୁ ଏ ଧନୁରେ, ତୋର ଶକ୍ତି କେତେ ଅଛି ମପା ଯାଇ ପାରିବ ବୋଲି ପରଶୁରାମ କହୁଛନ୍ତି। ତାପରେ ଦେଖ, ସରାସନ ଥିଲା ପରଶୁରାମ ହସ୍ତେ। ସରାସନ କହିଲେ ଧନୁ ହେଲା। ସରାସନ କହିଲେ ଧନୁ, ଧନୁ ଥିଲା ପରଶୁରାମର ହସ୍ତେ, ପରଶୁରାମଙ୍କ ହାତରେ ଥିଲା ଧନୁ। ଦକ୍ଷିଣ ଭୁଜେ ତାହା ନେଲେ ରଘୁନାଥ, ଦକ୍ଷିଣ ଭୁଜରେ ତାହା କିଏ ନେଲେ ନା ରଘୁନାଥ ରାମଚନ୍ଦ୍ର ନେଲେ ହେଲା। ଦକ୍ଷିଣ ହାତରେ ନେଇକି ତାକୁ କଣ କରୁଛନ୍ତି ନା ବାମ ଭୁଜେ ଧରି ନଦିଲେ ବାମ ପାଦ, ଦକ୍ଷିଣ ହାତରେ ନେଲେ ଆଉ ବାମ ହାତରେ କଣ କଲେ ନା ବାମ ଭୁଜରେ, ବାମ ହାତ, ଭୁଜ କହିଲେ ହାତରେ ଧରି ନଦିଲେ ବାମ ପାଦ ହେଲା। ବାମ ହାତରେ ନଉଛନ୍ତି ଆଉ କଣ ହଉଛନ୍ତି, ଦକ୍ଷିଣ ଭୁଜରେ ନେଲେ ଆଉ କଣ ହଉଛି ବାମ ଭୁଜ ଧରିଲେ, ତାକୁ ଗୋଟେ ହାତରେ ନେଲେ ଆଉ ଗୋଟେ ହାତରେ ଧରିକି କଣ କରୁଛନ୍ତି ବାମ ପାଦ ନଦୁଛନ୍ତି ହେଲା। ଦକ୍ଷିଣ, ପିଲାମାନେ ଏଠି କଣ ତମେ ବୁଝିଲ, ଦକ୍ଷିଣ ହାତ କହିଲେ କଣ? ଯଦି ଆମକୁ କୌଣସି କିଏ ଜିନିଷ ଦିଏ ଆମେ କୋଉ ହାତରେ ନବା, ବାମ ହାତ କି ଡାହାଣ ହାତ? ଡାହାଣ ହାତ। ଡାହାଣ ହାତ। ତ ସେଥିପାଇଁ ଏ କୋଉ ହାତରେ ନେଲେ, ଦକ୍ଷିଣ ଭୁଜରେ ତାକୁ ନେଲେ ହେଲା। ଡାହାଣ ହାତରେ ନେଇକି ଆଉ କଣ କରୁଛନ୍ତି, ବାମ ଭୁଜେ ଧରିଲେ, ତାକୁ ବାମ ଭୁଜେ ଧରିକି ବାମ ପାଦଟାକୁ ତାପରେ ନଦୁଛନ୍ତି ହେଲା। ନଦିଲା ପରେ କଣ କରିବେ, ଗୁଣ ଦେବେ। ତାପରେ କହୁଛନ୍ତି ଗୁଣ ଦିଅନ୍ତେ ନ ପରଶୁରାମ ହୋଇଲେ ତବଦ, ଯେତେବେଳେ ରାମଚନ୍ଦ୍ର ଗୁଣ ଦଉଛନ୍ତି ସେତେବେଳେ କଣ ହେଲେ, ପରଶୁରାମ ତବଦ ହେଲେ, ଆଶ୍ଚର୍ଯ୍ୟ ହେଇଗଲେ ହେଲା। ଏକୁ ଇନ୍ଦ୍ର ବି ଏ ଧନୁକୁ ତୋଳି ଧରି ପାରନ୍ତି ନାହିଁ, ଇ କେଉଁ ପ୍ରକାର ଏ ଧନୁଟାକୁ ମାନେ କଣ କଲେ, ଗୁଣ ଦେଇ ପାରିଲେ ବୋଲି ଏକଥା କିଏ ଭାବିଲେ, ପରଶୁରାମ ଭାବିଲେ। ଏଇଠୁ ସେ ଜାଣି ପାରୁଛନ୍ତି ଇଏ ସାଧାରଣ ନୁହନ୍ତି ବୋଲି ରାମଚନ୍ଦ୍ର, ଇଏ ନିଶ୍ଚୟ ଜଣେ ଦେବତା ହେଲା। ତ ତାପରେ ଦେଖ ନା ସୀତା ଚାହିଁଥିଲେ ସୁକାସନେ ବସି ହେଲା। ସୀତା ଚାହିଁଥିଲେ, ସୁକାସନର ଅର୍ଥ ତମ ପିଲାମାନେ ତମ ଟିକେ ପୂର୍ବରୁ ଗଲି, ସୁକାସନ କହିଲେ ରଥ। ତ ସୀତା ଚାହିଁଥିଲେ, ଯେତେବେଳେ ରାମଚନ୍ଦ୍ର ସୀତାଙ୍କୁ ଛାଡିକି ରଥ ଉପରେ ବା ସୁକାସନ ଉପରେ ଆସୁଛନ୍ତି ତଳକୁ ଓହ୍ଲାଇକି, ସୀତା ଏ ସବୁ ଦୃଶ୍ୟ ଦେଖୁଛନ୍ତି। ପରଶୁରାମ ରାମଙ୍କ ମଧ୍ୟରେ ଯାହା ସବୁ ଘଟଣା ଘଟୁଛି ଏସବୁ ସୀତା ବସିକି ଦେଖୁଛନ୍ତି ଦୂରରୁ। ସେ ଜାଣି ପାରୁନାହାନ୍ତି ନା ଆଙ୍କ ଭିତରେ କଥାବାର୍ତ୍ତା କଣ ହଉଛି, କେବଳ ଦୃଶ୍ୟ ଦେଖୁଛନ୍ତି। ସେ କଣ ହଉଛି ନା ସୀତା ଚାହିଁଥିଲେ ସୁକାସନେ ବସି, ରଥ ଉପରେ ସୀତା ବସିକି
ଚାହିଁଥିଲେ। ତାପରେ କଣ ହଉଛି ନା ପୁଣି ତ ସପତଣୀ ହୋଇଲା ମତେ ଆସି, ସେ କଣ ଏଇଠାରେ ଭାବୁଛନ୍ତି ସପତଣୀ କହିଲେ ସଉତୁଣୀ ହେଲା। ସେ କଣ କହୁଛନ୍ତି ବୋଧେ ଭଗବାନ ମୋ ଭାଗ୍ୟରେ କଣ ଲେଖିଛନ୍ତି ସଉତୁଣୀ ବୋଧେ ମତେ ମୋ ଭାଗ୍ୟରେ ପୁଣି ଲେଖା ହେଇଛି ରାମଚନ୍ଦ୍ର ବୋଧେ ପୁଣି ଦ୍ୱିତୀୟ ପତ୍ନୀ ବୋଧେ ବିବାହ କରିବି ଆଉ। ଦେଖ କଣ ପାଇଁ ସେ ଭାବୁଛନ୍ତି ନା ମୋହର ପିଅର ସେ ଧନୁ ସମର ପିଲା କୋଦଣ୍ଡେ ଆମଞ୍ଚନ୍ତେ ମତେ ବିବାହ କଲା। ମାନେ କଣ ଯୋଉ ତାଙ୍କ ପିତା ଯୋଉ ସର୍ତ୍ତ ରଖିଥିଲେ ନା କଣ ଧନୁରେ ଯିଏ ଆମଞ୍ଚନ୍ତେ ହେଲା, ମାନେ ଧନୁରେ ଯିଏ ସୂତାକୁ ସଂଯୋଗ କରିପାରିବ ସେ କଣ କରିବ ସୀତାଙ୍କୁ ବିବାହ କରିବ। ଇଏ ଯୋଉ ପରଶୁରାମ ଦଉଛନ୍ତି ରାମଚନ୍ଦ୍ରକୁ ଧନୁ ତା ଦେହରେ କଣ ଗୁଣ ବସେଇବା ପାଇଁ, ସିଏ ବୋଧେ ତାଙ୍କ ଝିଅକୁ ବୋଧେ ଆଙ୍କ ସହିତ ବିବାହ କରିବେ ହେଲା। ଗୋଟେ ସନ୍ଦେହୀ ନାରୀ ମନର କଥା ଏଠାରେ ଉପସ୍ଥାପନ କରାଯାଉଛି ମାତା ସୀତାଙ୍କ ଉଦ୍ଦେଶ୍ୟରେ ହେଲା। କଣ ତ କଣ ହେଲା, ମୁଁ ଯିବି ନା କଣ? ନାଇଁ ମୁଁ ଏଇନା ଯାଇପାରିବିନି। ଆଉ 15 ମିନିଟ୍ ପରେ ଯିବି। ପିଲାମାନେ ବୁଝିପାରିଲେ କଣ କହୁଛନ୍ତି ନା କୋଦଣ୍ଡ ଆମଞ୍ଚନ୍ତେ ମତେ ବିବାହ କଲା। ମାନେ କଣ ତାଙ୍କ ପିତା ସର୍ତ୍ତ ରଖିଥିଲା, ପିୟର କହିଲେ ସେ ତାଙ୍କର ପିତା ହେଲା, ପିତା ସର୍ତ୍ତ ରଖିଥିଲା ଯିଏ ଗୁଣ ଦେଇପାରିବ ସେ ମତେ ବିବାହ କରିବ। ସେମିତି ଏବେ ପରଶୁରାମ କରୁଛନ୍ତି ଧନୁ ଦେଇଛନ୍ତି ତା ଦେହରେ କଣ ନା ଗୁଣ ବସେଇ ପାରିବ ଯିଏ, ଆଉ ବୋଧେ ତାଙ୍କ ପୁତ୍ରୀକୁ ଏ ରାମଚନ୍ଦ୍ର ପୁଣି ବିବାହ କରିବ। ମୋ ଭାଗ୍ୟରେ ବୋଧେ ପୁଣି ସଉତୁଣୀର ଲେଖା ଅଛି ହେଲା। ସପତଣୀ କହିଲେ ସଉତୁଣୀ। ଏବେ ତ ଏ ଋଷି ଦିଅଇ ସରାସନ, ଏବେ ଏ ଋଷି ତ ସରାସନ ଦଉଛି ଚାପ ଆମଞ୍ଚିଲେ ଦେବ କନ୍ୟାଦାନ କହୁଛି। ଚାପ ଯଦି ଆମଞ୍ଚି ପାରିବେ, ଯଦି ସର ସଂଯୋଗ କରିପାରିବେ ତାପରେ କଣ ହବ ନା ସେ ତାଙ୍କ କନ୍ୟାକୁ ବୋଧେ ଦବ, କନ୍ୟାଦାନ ବୋଧେ କରିବ। ତାପରେ କଣ କହୁଛି ନା ମାସେ ପକ୍ଷେ ହେ ନୋହିଲା ମତେ ସୁସ୍ଥ ପୁଣି ତ ସପତଣୀ ବିହିଲା ବିଧାତ। କହୁଛନ୍ତି ମାସେ ପକ୍ଷେ ହେ ନୋହିଲା ମତେ ସୁସ୍ଥ, ମାନେ କଣ ମାସେ ପକ୍ଷର ଅର୍ଥ ପିଲାମାନେ ମାସେ ପକ୍ଷେ ବୁଝ ତମେ କଣ ପିଲାମାନେ ବୁଝ କି ମତେ ତମେ? ମାସେ ବି ହଁ କୁହ। ମତେ ଆସିବା ମାସେ ବି ହୋଇନି। ହଁ ଏଇଟା ବି ଗୋଟେ ଅର୍ଥରେ ଠିକ ହବ, କିନ୍ତୁ ଏଠାରେ କଣ କହୁଛି ନା ମାସେ ପକ୍ଷୀ, ଗୋଟେ ମାସର 2ଟି ପକ୍ଷ ଅଛି ପିଲାମାନେ ତମେ ଜାଣ, କୃଷ୍ଣ ପକ୍ଷ 15 ଦିନ, ଶୁକ୍ଳ ପକ୍ଷ 15 ଦିନ, ତ 30 ଦିନ ହେଲା। ଇଏ ଏଠାରେ କହୁଛନ୍ତି ମତେ ଗୋଟେ ପକ୍ଷ ବି ହେଇନାହିଁ, ମତେ 15 ଦିନ ବି ହେଇନି ବିବାହ କରିବାର। ମୁଁ ତ ଯେତେବେଳେ ବିବାହ କରିକି ଆସିଲି ମାନେ ଚତୁର୍ଥ ଦିନ ସେ ତାଙ୍କର ଚତୁର୍ଥୀ କର୍ମ କୋଉଠି କରିଛନ୍ତି ସିଦ୍ଧ ବନରେ କରିଛନ୍ତି। ତ ପଞ୍ଚମ ଦିନ ଯେତେବେଳେ ସକାଳୁ ବାହାରୁଛନ୍ତି ସେତେବେଳେ ସବୁ ଅଶୁଭ ଘଟଣା ସବୁ ଘଟୁଛି, ତାପରେ ପରଶୁରାମ ଆସୁଛନ୍ତି। ଇଏ ସେଥିପାଇଁ କହୁଛି ମୁଁ 15 ଦିନ ବି ମାନେ ମୋ ସ୍ଵାମୀ ରାମଚନ୍ଦ୍ରଙ୍କ ସହିତ ସୁଖରେ ମୁଁ ଜୀବନ ଯାପନ, ସୁସ୍ଥ କହିଲେ ପିଲାମାନେ ସୁଖରେ ଜୀବନ ଯାପନ କରିନାହିଁ। ପୁଣି କଣ ହେଲା ବିଧାତା ବିହିଲା ମାନେ ଲେଖିଲା, ବିଧାତା କହିଲେ ଭଗବାନ ପୁଣି ବିହିଲା ଲେଖିଲା ମୋ ଭାଗ୍ୟରେ କଣ ନା ସଉତୁଣୀ ବୋଲି ଶପତଣୀ କହିଲେ ସଉତୁଣୀ ପୁଣି ମୋ ଭାଗ୍ୟରେ ବିଧାତା ଲେଖିଲା ବୋଲି କହୁଛନ୍ତି ହେଲା। ତାପରେ ପଦ ଦେଖ ନା ଶ୍ରୀରାମ ସତ୍ୟ କଲେ ଅଗ୍ନି ଛୁଇଁ ନିଶ୍ଚୟ ଶପତଣୀ ମତେ ନ କରିବାର ପାଇଁ ହେଲା। ସେ କଣ କହୁଛ ନା ଶ୍ରୀରାମ କଣ କରିଥିଲେ ନା ଅଗ୍ନି ଛୁଇଁକି ପିଲାମାନେ ଆଗରୁ ସତ୍ୟ ଯୁଗରେ କଣ ଥିଲା ନା ଯିଏ ଯାହା ସତ୍ୟ କରିଥିବ ସେ ତା କଥାରେ କେବେ ମାନେ ଅବଜ୍ଞା କରିବ ନାହିଁ ହେଲା। ରାମଚନ୍ଦ୍ର କଣ କରୁଥିଲେ ନା ଅଗ୍ନି ଛୁଇଁକି ସତ୍ୟ କରିଥିଲେ। ଅଗ୍ନି ଛୁଇଁକି କଣ ସତ୍ୟ କରିଥିଲେ ନା ନିଶ୍ଚୟ ଶପଥଣୀ ମତେ ନ କରିବାର ପାଇଁ, ମତେ ଶପଥଣୀ କେବେ ହେଲେ ମୋ ଭାଗ୍ୟ ମାନେ କେବେ ରାମଚନ୍ଦ୍ର ଦ୍ୱିତୀୟ ବିବାହ କରିବେନି ବୋଲି ଅଗ୍ନି ଛୁଇଁକି ଶପଥ କରିଥିଲେ ହେଲା। ଏଇଠି ସୀତାଙ୍କର କଥା ଉକ୍ତି ଏଠାରେ ପ୍ରକାଶ ପାଉଛି। ତାପରେ କହୁଛନ୍ତି ଏବେ ତ ଧନୁରାମ ଧରନ୍ତି ଆଗସର କହୁଛନ୍ତି ଆଗୁସାର, ଏବେ ତ ଧନୁ ରାମ ଧରନ୍ତି ଆଗୁସାର, ମାନେ ଆଗ୍ରହରେ ଧନୁକୁ ଧରି ପକଉଛନ୍ତି। ମତେ କହିଥିଲେ ମୁଁ ବିବାହ କରିବିନି, ପୁଣି ଏବେ କଣ ଧନୁକୁ ପୁରା ଆଗ୍ରହରେ ଧରି ପକଉଛନ୍ତି। ଆଗୁସାର କହିଲେ ଆଗ୍ରହରେ, ରାମଚନ୍ଦ୍ର କଣ ପୁଣି ଆଗ୍ରହ ହେଇକି ଧନୁଟାକୁ ଧରି ପକଉଛନ୍ତି ପୁଣି ବିବାହ କରିବାକୁ କହୁଛନ୍ତି। ଅସତ୍ୟ ପୁରୁଷଙ୍କର ଏସନକ ବ୍ୟବହାର, ଇଏ ହଉଛି
ଅସତ୍ୟ ପୁରୁଷ, ଯୋଉ ପୁରୁଷ ମାନେ କଥା କଥାରେ ମିଛ କୁହେ ସିଏ ହଉଛି ଅସତ୍ୟ ପୁରୁଷ। ମାନେ ପୁରୁଷ ସତ୍ୟ କରିକି ମଧ୍ୟ ଗୋଟେ କଥା କହିକି ମଧ୍ୟ ସେ କଥା ପାଳନ କରେ ନାହିଁ, ସିଏ ହଉଛି ଅସତ୍ୟ ପୁରୁଷ। ଅସତ୍ୟ ପୁରୁଷର ଏ ବ୍ୟବହାର ବୋଲି ସୀତା ଏଠାରେ କହୁଛନ୍ତି ହେଲା। ଏମନ୍ତ କଥା ସତୀ ମନେ ବିଚାରିଲେ, ମନେ ମନେ କଥା କଣ ସୀତା ବିଚାରୁଛନ୍ତି, ଭାବୁଛନ୍ତି। ବିହି ଯାହା ଲିହି ଅଛ ଏଇ ବୋଇଲା, ମାନେ ଠାକୁର ଯେତେବେଳେ ମାନେ ମଣିଷ ହାତରେ ଯେତେବେଳେ କିଛି ନଥାଏ ସେତେବେଳେ କଣ କରେ, ଭଗବାନଙ୍କ ଉପରେ ସବୁ ଛାଡିଦିଏ। କଣ କହିଲା, ହଉ ଠିକ ଅଛି, ଯଦି ରାମ ଯଦି ବିବାହ କରିବେ, ଯାହା ଅଛି ଭଗବାନ ବିହି ଗଲେ ବିଧାତା ବା ଭଗବାନ ଯାହା ଲିହି ଅଛି ମାନେ ଲେଖି ଅଛି ମୋ ଭାଗ୍ୟରେ, ହଉ ତାହା ବୋଲି କହିଲା। ତାପରେ 14 ନମ୍ବର ଦେଖିବା, 14 ନମ୍ବର ପେଜ। ତାପରେ କଣ ହେଲା, ଏଥୁ ଅନନ୍ତରେ ଶ୍ରୀରାମ ଧନୁ ଧରି ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତେ ଆଣିଲେ ଉଛୁଡି। ପିଲାମାନେ ଏହାର ଅର୍ଥ କଣ ନା, ଏଥୁ ଅନନ୍ତରେ ମାନେ ସେ ସୀତା ଯାହା ଭାବୁଛନ୍ତି ସେ କଥା ପରେ କଣ ହେଇଛି, ଏଥୁ ଅନନ୍ତରେ ମାନେ ଏହା ପରେ ଶ୍ରୀରାମ କଣ କଲେ, ଧନୁ ଧରିଲେ ହେଲା। ଧନୁ ଧରି କଣ କରୁଛନ୍ତି ନା, ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତେ ଆଣିଲେ ଉଛୁଡି। ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତେ, ଦକ୍ଷିଣ କର୍ଣ୍ଣ କହିଲେ କଣ ହେଇଥିବ, ଡାହାଣ କର୍ଣ୍ଣ ପର୍ଯ୍ୟନ୍ତ। ଡାହାଣ କର୍ଣ୍ଣ ପର୍ଯ୍ୟନ୍ତ କଣ, କର୍ଣ୍ଣ କହିଲେ କାନ ପର୍ଯ୍ୟନ୍ତ, ଉଛୁଡି କହିଲେ ଓଟାରିଲେ ଧନୁକୁ ହେଲା। ଉଛୁଡି କହିଲେ ଦକ୍ଷିଣ ପର୍ଯ୍ୟନ୍ତେ, ଯୋଉ ଧନୁଟାକୁ ଧରିଛନ୍ତି ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତ ଏମିତି ଟାଣିକି ଭିଡିଲେ, ଯେମିତି ସରଟାକୁ ପ୍ରୟୋଗ କରିବେ, ଧନୁଟାକୁ ପ୍ରୟୋଗ କରିବେ, ସେଥିପାଇଁ ଏମିତି ଟାଣିକି ଧରିଲେ। ତାପରେ କଣ ହଉଛି, ପଶୁ ନାରାଜେ ଦେଲକ ବସାଇ। ପଶୁ କଣ କଲେ, ନାରାଜ ସର ଦେଲକ ବସାଇ। ପରଶୁରାମ ସେ ଯୋଉ ଧନୁଟାକୁ ଧରିଥିଲେ ତା ଦେହରେ ନାରାଜ କହିଲେ ସରକୁ ବସାଇ ଦେଲେ, ମାନେ ସରଟାକୁ ରଖିଦେଲେ। ତାପରେ କଣ କହୁଛନ୍ତି, ତାହା ରଘୁନାଥ ଗୁଣରେ ବସାଏ। ତା ରଘୁନାଥ କଣ କରୁଛନ୍ତି, ଗୁଣରେ ବସଉଛନ୍ତି। ଗୁଣ କଲେ ସୂତାରେ ଥୋଉଛନ୍ତି। ସୂତାରେ ଥୋଇଲା ପରେ କଣ ହଉଛି, ହସିଣ ବୋଲନ୍ତି ପଶୁ ବିନ୍ଧିବା କାହିଁକି, ଇହ ଲୋକ ପରଲୋକ ବୋଲିବ ଯହିଁକି। କଣ କହୁଛନ୍ତି, ରାମଚନ୍ଦ୍ର କଣ ହଉଛନ୍ତି, ଆଙ୍କର ଗର୍ବଟାକୁ ଭାଙ୍ଗି ଦେଇଛନ୍ତି। କାହାର ଗର୍ବକୁ, ପରଶୁରାମଙ୍କର ହେଲା। ପରଶୁରାମଙ୍କର ଏଠି ଗର୍ବ ଗଞ୍ଜନ କଥା ଦେଖା ଯାଉଛି। ଯେତେବେଳେ ସେ ଭାବିଲେ କି କଣ, ଆ ଦେହରେ ତ ସାମାନ୍ୟ ବଳ ଅଛି, କେମିତି ଧନୁ କେଉଁ ପ୍ରକାର ଧରିବ ହେଲା। ଯେତେବେଳେ ଧନୁକୁ ବସେଇକି ଗୁଣ ଦେଇ ଦଉଛନ୍ତି, ସେତେବେଳେ କଣ ହଉଛି, ପରଶୁରାମଙ୍କର ଗର୍ବ ଭାଙ୍ଗି ଯାଉଛି। ରାମଚନ୍ଦ୍ର ହସିକି କଣ କହୁଛନ୍ତି, ହସିଣ ବୋଲନ୍ତି ପ୍ରସୁ ବିନ୍ଧିବା କାହିଁକି। ସେ କହୁଛନ୍ତି ହସିକି ବିନ୍ଧିବା ମାନେ କେଉଁଠାରେ ମାନେ ଏଇ ଧନୁଟାକୁ ପ୍ରୟୋଗ କରିବା ବୋଲି କହୁଛନ୍ତି ହେଲା। ଇହ ଲୋକ ପରଲୋକ ବୋଲିବ ଯହିଁକି, ମାନେ ଇହ ଲୋକ କହିଲେ ମର୍ତ୍ତ୍ୟମଣ୍ଡଳ, ଆଉ ପରଲୋକ କହିଲେ ଯୋଉ ସ୍ୱର୍ଗପୁର ହେଲା। ଆପଣ କେଉଁଠାରେ ସ୍ୱରକୁ ପ୍ରୟୋଗ କରିବାକୁ ଚାହୁଁଛନ୍ତି ବୋଲି ମାନେ ଶ୍ରୀରାମଚନ୍ଦ୍ର ପରଶୁରାମଙ୍କୁ କହୁଛନ୍ତି। ଭୃଗୁପତି ବୋଇଲା ପରଲୋକ ଭେଦ, ଏହେ ମୋର ଦୁସ୍ତର ପାପ ଭାର ଛେଦ। କହୁଛନ୍ତି ଭୃଗୁପତି, ଭୃଗୁବଂଶର ସନ୍ତାନ ପରଶୁରାମ କହୁଛନ୍ତି କଣ ନା, ପରଲୋକ ଭେଦ। ପରଲୋକ କହିଲେ ସ୍ୱର୍ଗପୁରକୁ ଭେଦ, ସ୍ୱର୍ଗପୁରକୁ ଏଇ ଧନୁଟାକୁ ସରଟାକୁ ଭେଦ, ମାନେ ଦୃଷ୍ଟି ନିକ୍ଷେପ କର। ଏହେ ମୋର ଦୁସ୍ତର ପାପ ଭାର ଛେଦ। ଦୁସ୍ତର କହିଲେ ପିଲାମାନେ ସମଗ୍ର ପାପ ହେଲା। ଦୁସ୍ତର କହିଲେ ସମଗ୍ର ପାପ, ଯେତେ ପାପ ମୁଁ କରିଛି ଏ ମୋର ସମସ୍ତ ପାପକୁ ତମେ କଣ କର ନା, ପରଲୋକକୁ ଭେଦ କର, ସ୍ୱର୍ଗ ଲୋକକୁ ପଠାଅ। ମୋର ସବୁ ପାପକୁ ତମେ କଣ କର, ଛେଦ, ସବୁ ପାପକୁ ମୋର ଖଣ୍ଡନ କର ବୋଲି କହୁଛନ୍ତି। ବ୍ରାହ୍ମଣ ହେଇନା ମୁଁ କ୍ଷତ୍ରିୟ ବଧ କଲି। ମୁଁ ଗୋଟେ ବ୍ରାହ୍ମଣ ବଂଶଜ ହେଲା। ମୁଁ ହେଲି ଭୃଗୁ ବଂଶଜ, ମୁଁ ହେଲି ବ୍ରାହ୍ମଣ। ମୁଁ ବ୍ରାହ୍ମଣ ହେଇକି କଣ କଲି, କ୍ଷତ୍ରିୟ ମାନଙ୍କର ବଧ କଲି। କ୍ଷତ୍ରିୟ ମାନଙ୍କୁ ମୁଁ ମାରିଛି, ମୁଁ ମଣିଷ ମାରିଛି, କ୍ଷତ୍ରିୟ ମାନଙ୍କୁ ମୁଁ ମାରିଛି। ଅହନ୍ତାଏ ଅନେକ ମନୁଷ୍ୟ ମାଇଲି। ଅହନ୍ତାଏ ପିଲାମାନେ ହିଂସାରେ ହେଲା, ହିଂସାରେ ବା କ୍ରୋଧରେ କଣ ହେଲି, ମୁଁ ପ୍ରତିଶୋଧ ପରାୟଣ ହେଇକି କଣ କଲି ନା, ପିତା ମାତାଙ୍କର ପାଇଁ ମୁଁ ପ୍ରତିଶୋଧ ପରାୟଣ ହେଇକି ଅନେକ ମନୁଷ୍ୟକୁ ମୁଁ ମାରିଲି। କ୍ଷତ୍ରିୟ ମାନଙ୍କୁ ମୁଁ ଅନେକ କ୍ଷତ୍ରିୟ ମାନଙ୍କୁ ମାରିଛି ହେଲା। ସ୍ୱର୍ଗକୁ ଗଲେ ମତେ ଲାଗିବ ଅବଶ୍ୟ ପାପ। ମୁଁ ଯଦି ସ୍ୱର୍ଗକୁ ଯାଏ ମତେ ନିଶ୍ଚୟ ପାପ ଲାଗିବ। ସେ ସ୍ୱର୍ଗକୁ ପିଲାମାନେ ଯାଇଥାନ୍ତି, କାରଣ ସିଏ ଏତେ ମାନେ ତପସ୍ୱୀ ଥିଲେ, ତାଙ୍କର ଏତେ ମାନେ ଧର୍ମ ବଳ ଥିଲା, ସେ ସ୍ୱର୍ଗକୁ ମଣିଷ ମାରିଥିଲେ ମଧ୍ୟ ସେ ସ୍ୱର୍ଗକୁ ଯାଇପାରିଥାନ୍ତେ ହେଲା। ସେ ଏଠାରେ କଣ ଚାହୁଁଛନ୍ତି ନା, ମୁଁ ସ୍ୱର୍ଗକୁ ଯିବି ନାହିଁ। ସ୍ୱର୍ଗକୁ ଗଲେ କଣ ହବ, ମୁଁ ମୋର ଯେତିକି ପାପ କରିଛି ଏଇ ଇହ ଲୋକରେ ହିଁ ତାକୁ କଣ କରିବି, ମାନେ ସମାପ୍ତ କରିବି ବୋଲି କହୁଛନ୍ତି। ମୁଁ ସ୍ୱର୍ଗକୁ ଗମନ କରିବି ନାହିଁ, ଏ ସ୍ୱର୍ଗକୁ ଯିବା ବାଟଟାକୁ ତମେ କଣ କର, ମୋର ବନ୍ଦ କରିଦିଅ ବୋଲି ରାମଚନ୍ଦ୍ରଙ୍କୁ କହୁଛନ୍ତି। ଏଠି କହିବାର ଅର୍ଥ ଏଇଆ ହେଲା। ତୁ ସେ ଶ୍ରୀରାମ ହର ମୋହର ତାପ, ତୁ ହଉଛୁ ସେଇ ଶ୍ରୀରାମ,
ମୋର କଣ ସମସ୍ତ ପାପକୁ ତୁ କଣ କରିବୁ? ତାପ କହିଲେ ପିଲାମାନେ ପାପ ହେଲା। ତୁ ହଉଛୁ ସେଇ ଶ୍ରୀରାମ, ତୁ ହଉଛୁ ସେଇ ଭଗବାନ ଯିଏକି ମୋର କଣ ସମସ୍ତ ପାପକୁ ଛେଦନ କରିବ। ଇଏ ଏଠାରେ ଜାଣି ସାରିଲେଣି ଇଏ ହଉଛନ୍ତି ଭଗବାନଙ୍କ ରୂପ ଶ୍ରୀରାମ ହେଲା। ପରଲୋକ ମୋର ଛେଦ ରଘୁ ସାଇଁ, ଏ ରଘୁ ସାଇଁ ଏ ଶ୍ରୀରାମ ମୋର ପରଲୋକକୁ ଛେଦ, ମୁଁ ଯେମିତି ସ୍ୱର୍ଗକୁ ଯାଇପାରିବିନି। ମୁଁ ଯାହା କର୍ମ କରିଛି ମୁଁ ମର୍ତ୍ତ୍ୟମଣ୍ଡଳରେ ତାହା ଭୋଗିକି ଯିବି ହେଲା। ଏମନ୍ତେ ସ୍ୱର୍ଗପୁରେ ନ ପୋଷଇ ମୁଇଁ, ଯେମନ୍ତେ ଯେଉଁ ପ୍ରକାର ମୁଁ ସ୍ୱର୍ଗପୁରେ ପଶିବାକୁ ଚାହୁଁ ନାହିଁ ହେଲା। ଶୁଣିନ ଶ୍ରୀରାମ ପେଶିଲୋକ ସର, ଶୁଣି ଏକଥା ଯେତେବେଳେ ପରଶୁରାମ କହିସାରୁଛନ୍ତି ମୁଁ ପରଲୋକ ଯିବି ନାହିଁ, ଏକଥା ଶୁଣିକି କଣ କରୁଛନ୍ତି ଶ୍ରୀରାମ ପେଶିଲେ ସର, ସରକୁ ନିକ୍ଷେପ କରିଛନ୍ତି। ତାପରେ କଣ ହଉଛି ବେଗେ ଛେଦି ପକାଇଲେ ପଶୁ ପାପ ଭାର, ବେଗେ ମାନେ ଅତି ବେଗରେ କଣ କଲେ ଛେଦି ପକାଇଲେ, ସବୁ ତାଙ୍କ ପାପକୁ କଣ କଲେ ଖଣ୍ଡନ କରି ପକାଇଲେ। ପଶୁ ଯେତେ ସବୁ କ୍ଷେତ୍ର ମାନଙ୍କୁ ମାରିଥିଲେ, ମଣିଷ ମାରିଥିଲେ ନା, ତ ସବୁ ପାପକୁ ତାଙ୍କର ସର ନିକ୍ଷେପ କରିକି କଣ କଲେ ସବୁ ପାପକୁ ଛେଦି ପକାଇଲେ। ଉଛୁଡିବାର ଘାଏ ଭାଜିଲା କୋଦଣ୍ଡ, ମଧ୍ୟ ଠାବରୁ ସେ ହୋଇଲା ବେନିଖଣ୍ଡ। କଣ କହୁଛନ୍ତି ନା ଉଛୁଡିବାର ଘାଏ, ଯେତେବେଳେ ଉଛୁଡିବା କହିଲେ ଓଟାରିଲେ, ଯେତେବେଳେ ସେ ଓଟାରୁଛନ୍ତି, ଓଟାରି କେମିତି ମାରିଲେ ନା ସରଟାକୁ, ଓଟାରିଲେ ସେତେବେଳେ କଣ ହେଲା ନା ଘାଏ, ଉଛୁଡିବାର ଘାଏ, ଯେତେବେଳେ ଟାଣିଲେ ଓଟାରିଲେ ସେତେବେଳେ କଣ ହେଲା ଆଘାତରେ, ଘାଏ ପିଲାମାନେ କହିଲେ ଆଘାତରେ ହେଲା, ଆଘାତରେ ଭାଜିଲା କୋଦଣ୍ଡ, ଭାଜିଲା କହିଲେ ଭାଙ୍ଗିଲା କୋଦଣ୍ଡ, ଧନୁଟି କଣ କଲା ଭାଙ୍ଗିଗଲା। କେଉଁଠାରୁ ଭାଙ୍ଗିଗଲା ନା ମଧ୍ୟ ଠାବରରୁ ସେ ହୋଇଲା ବେନିଖଣ୍ଡ। ମଧ୍ୟ ଭାଗରରୁ କହିଲେ ପିଲା, ମଧ୍ୟ ଠାବରରୁ କହିଲେ ମାନେ ମଝିରୁ, ଯେତେବେଳେ ସେ ଟାଣୁଛନ୍ତି ମଝିରୁ କଣ ହେଲା ସେ ଧନୁଟା ବେନିଖଣ୍ଡ କହିଲେ 2 ଖଣ୍ଡ ହେଇଗଲା। ସ୍ୱର୍ଗୀୟ ଦେବତାଏ ହୋଇଲେ ଆନନ୍ଦ, ସ୍ୱର୍ଗର ଦେବତା ମାନେ କଣ ହେଲେ ଆନନ୍ଦ ଖୁସି ହେଲେ। ହୁଳହୁଳି ଦିଅନ୍ତି ଅପଛରି ବୁନ୍ଦ, ହୁଳହୁଳି ସମସ୍ତେ ଦେଲେ, ଯୋଉ ସବୁ ଦେବତା ମାନେ ଅଛି ହୁଳହୁଳି ଦେଲେ। ଅପଛରି ବୁନ୍ଦ କହିଲେ ପିଲାମାନେ ଅପ୍ସରା ମାନେ ହେଲା, ଯୋଉ ସ୍ୱର୍ଗପୁରରେ ଯୋଉ ଅପ୍ସରା ମାନେ ଅଛନ୍ତି ସେ ଅପ୍ସରା ମାନେ କଣ କଲେ ହୁଳହୁଳି ଦେଲେ। 1 ମିନିଟ ପିଲାମାନେ। ହ୍ୟାଲୋ। ହଁ ମ୍ୟାମ୍। ହଁ, ଆଉ କାହାର କୋଉଠି ବୁଝିବାର ଅଛି? ତମର ସମାପ୍ତ ହେଇଲା ପରଶୁରାମ ଭେଟ ହେଲା। ଆଉ କାହାର କୋଉଠି ବୁଝିବାର ଅଛି ତ କୁହ। ବୁଝିହେଲା ମ୍ୟାମ୍। ବୁଝିହେଲା? ମୋହିତ ତମେ ବୁଝିପାଇଲ? ହଁ ମ୍ୟାମ୍। ଆଚ୍ଛା, ଆଉ ନେକ୍ସଟ କ୍ଲାସ ଗୋଟେ କେବେ କରିବା ମୁଁ ଦେଖୁଛି, ଆଉ ତମର କଣ ଅଛି।